ଆପଣ ଯେତେ ଲୋକ ଆସିବେ ଆମ ମୟୂରଭଞ୍ଜକୁ ଭାତ ବି ଖାଇବେ ଏଇଠି, ମାଂସ ବି ଖାଇବେ ଏଇଠି, କିଏ ମଦ ଖାଉଥିବ ସିଏ ବି ଏଇଠି ଖାଇବ, ଯାହା ବି ଜିନିଷ ପର୍ଯ୍ୟଟନ ବିକାଶ ତ ହବ ଏଇଟା ଏଇଠୁ ଦେବା ଦ୍ୱାରା ଏଇ ଲୋକମାନେ ବି ଡାଇରେକ୍ଟ ଏନଗେଜମେଣ୍ଟ ହେଲେ, ଆଜ୍ଞା ବୁଝିପାରିଲେନି। ଯୋଉ ଯୋଉ ଜିନିଷକୁ ସେ ଗଲା ସେଇ ବେପାରଟା ବଢିଲା, ତ ସେ ଏନଗେଜ ହେଲେ ତା ଲେବର ମାନେ ବି ଏନଗେଜ ହେବେ, ତା ସହିତ ସେ ଯୋଉ ଆଣୁତୁ ହୋଲସେଲର ସେମାନେ ବେନିଫିଟ ହେଲେ, ନିଶ୍ଚୟ ତ ନିଶ୍ଚୟ ଡାଇରେକ୍ଟଲି ଇନଡାଇରେକ୍ଟଲି ଗୋଟେ ଚେନ୍ ମାନେ ପର୍ଯ୍ୟଟନ ବିକାଶ ଯେମିତି ଆପଣ ଦେଖୁଥିବେ ହିମାଚଳ ପ୍ରଦେଶରେ ପର୍ଯ୍ୟଟନ ପାଇଁ ତାଙ୍କ ସରକାର ଚାଲିଛି ଚାଲିଛି, ସବୁ ସମ୍ଭବ ଏଠି। କିନ୍ତୁ କି କିନ୍ତୁ ପାଇଁ ଆପଣଙ୍କ ପାଖରେ ଜଙ୍ଗଲ ମନ୍ତ୍ରୀ ଅଛନ୍ତି, ପରିବେଶ ମନ୍ତ୍ରୀ ଅଛନ୍ତି, ଅର୍ବାନ ମିନିଷ୍ଟର ଅଛନ୍ତି, କାମ ହଉନି। କିଏ ଅଛି ନ ଅଛି ନା ଜାଣି, କିନ୍ତୁ କାମ ହେଇନି। ଆପଣ ଖୋଲି କୁହନ୍ତୁ, ଆପଣ ଜାଣିଲେ ନା କିଏ ଅଛନ୍ତି କିଏ ନାହିଁ, ନା ସମସ୍ତେ ଅଛନ୍ତି, ମୁଁ ତ କହୁନି ମାନେ ସମସ୍ତେ କାମୁଛନ୍ତି କି ଆଖି ଲୁହ ବହୁନି। ମୋ ଭାଷାରେ ମୟୂରଭଞ୍ଜର ବିକାଶ ନାଇଁ, ହେଇନି। ଲାଗୁଛି ସଫିଆ ଟିକେ କଥାକୁ ଚାପି ଚାପି କହୁଛନ୍ତି। ନା ନା ମୁଁ ଚାପିବନି, ମୁଁ ମାନେ ଆକ୍ଚୁଆଲି ପଲିଟିକାଲ ଆଡକୁ ମୋର କହିବାର ନାହିଁ, କିନ୍ତୁ ଆମ ତାହେଲେ ଜିଲ୍ଲାର ବିକାଶ ବିକାଶ କରିବ କିଏ? ଯଦି ପଲିଟିକାଲ ଲୋକକୁ ଆପଣ ସମାଲୋଚନା କରିବେନି ତାହେଲେ ଏଇ ସବୁ ଖର୍ଚ୍ଚ କରିବ କିଏ? ସରକାର କରିବ କେମିତି? ମାନେ ସମାଲୋଚନା ସେମାନେ ବି ତ ବୁଝିବା ଦରକାର ସେଇ ଜିଲ୍ଲାର ବାସିନ୍ଦା। ଯଦି ମୁଁ ବୁଝିପାରୁଛି କି ଆମ ସଂଗଠନ ସମସ୍ତେ ପିଲା ବୁଝିପାରୁଛନ୍ତି, ସେଟା ପାଇଁ ଆନ୍ଦୋଳନ କରୁଛନ୍ତି, ତ ସେମାନେ ବି ତ ସେଇ ଜିଲ୍ଲା ରଖିବା ଦରକାର।